ଝିଅଙ୍କୁ 50,000 ଦେବେ ସରକାର। ଜାଣନ୍ତୁ ଏଥିପାଇଁ କ'ଣ କରିବାକୁ ପଡ଼ିବ ଏବଂ ଯୋଗ୍ୟତା କ'ଣ ଅଛି। ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ନଚେତ୍ ଆପଣ ଜାଣିପାରିବେ ନାହିଁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଝିଅଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନଙ୍କର ଭବିଷ୍ୟତ ସୁରକ୍ଷା ରଖିବାକୁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଭଳି ଏକ ଯୋଜନା ଅଛି ଯେଉଁଥିରେ ସାମିଲ ହେଲେ ଝିଅଙ୍କ ପାଇଁ ଅଭିଭାବକଙ୍କୁ ସିଧାସଳଖ 50,000 ଟଙ୍କା ଯୋଗାଇ ଦିଆଯିବ। ଏହି ଯୋଜନାରେ ଝିଅଟିଏ ଜନ୍ମ ହେବା କ୍ଷଣି ଅଭିଭାବକଙ୍କ ଆକାଉଣ୍ଟରେ 50,000 ଟଙ୍କା ଜମା କରାଦିଆଯିବ। ଏହା ସହ ଦ୍ୱିତୀୟ ସନ୍ତାନ ଜନ୍ମ ହେଲେ ଓ ଏହାପରେ ଅଭିଭାବକ ପରିବାର ନିୟୋଜିତ ପାଇଁ ଅସ୍ତ୍ରୋପଚାର କରିବା ହେଲେ ପ୍ରତ୍ୟେକ ଝିଅଙ୍କୁ 25,000 ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ତେବେ ଏହି ଯୋଜନାରେ ସାମିଲ ହେବାକୁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ଝିଅଙ୍କ ଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାରେ ଆବଶ୍ୟକ ହେଉଥିବା ଦସ୍ତାବିଜ ମାନଦଣ୍ଡ ବିଷୟରେ ଆଜି ଆମେ ଜାଣିବା। ଯେଉଁ ପରିବାରରେ କେବଳ 2 ଜଣ ଝିଅ ରହିଥିବେ କେବଳ ସେମାନଙ୍କୁ ଏହାର ଲାଭ ପାଇପାରିବେ। ପ୍ରଥମ ଝିଅ ଜନ୍ମ ନେବା 1 ବର୍ଷ ମଧ୍ୟରେ ଯଦି ପିତାମାତା ପରିବାର ନିୟୋଜିତ ଅସ୍ତ୍ରୋପଚାର କରିଛନ୍ତି ତେବେ ଅଭିଭାବକଙ୍କୁ 25,000 ଟଙ୍କା ପ୍ରଦାନ କରିବ ସରକାର। ତେବେ 2ଟି କନ୍ୟା ସନ୍ତାନ ଜନ୍ମ ନେବା ପରେ 6 ମାସ ମଧ୍ୟରେ ପରିବାରର ନିୟୋଜନ ଅସ୍ତ୍ରୋପଚାର କଲେ ତେବେ ପ୍ରତ୍ୟେକ ଝିଅଙ୍କୁ 25,000 ଟଙ୍କା ମିଳିବ। ଏହି ଯୋଜନାରେ କନ୍ୟା ସନ୍ତାନ ଓ ତାଙ୍କ ମାତାଙ୍କ ନାମରେ ଏକ ଜଏଣ୍ଟ ଆକାଉଣ୍ଟ ଖୋଲାଯିବ। ଏହି ଖାତାରେ 50,000 ଟଙ୍କା ଜମା କରାଯିବ। ଏହାପରେ ପ୍ରତିବର୍ଷ ସରକାର ନିୟମ ଅନୁଯାୟୀ ଝିଅର ଶିକ୍ଷା ପାଇଁ କିଛି ଧନରାଶି ଜମା କରାଯିବ। ଏହି ଯୋଜନାର ମୁତାବକ ପୂର୍ବରୁ ବାର୍ଷିକ 1 ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଥିଲା, ହେଲେ ଏହାକୁ ବୃଦ୍ଧି କରାଯାଇ 7,50,000 ଟଙ୍କା କରାଯାଇଛି। ତେବେ ଏହାକୁ ଏକକାଳୀନ ଦିଆଯିବ ନାହିଁ, ବରଂ ଏହା କିସ୍ତି ଆକାରରେ ପ୍ରଦାନ କରାଯିବ। ଏହି ଯୋଜନାର ଲାଭ କେବଳ ମହାରାଷ୍ଟ୍ର ଅଧିବାସୀଙ୍କୁ ମିଳିବ। ଏହି ଯୋଜନାର ନାମ ହେଉଛି କନ୍ୟା ଭାଗ୍ୟଶ୍ରୀ ଯୋଜନା। ସମାଜରେ ଝିଅଙ୍କ ପ୍ରତି ମାନସିକତା ପରିବର୍ତ୍ତନ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଧନ୍ୟବାଦ। ଭିଡ଼ିଓଟି ଯଦି ସମ୍ପୂର୍ଣ୍ଣ ଦେଖିଥିବେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।